ସମସ୍ତଙ୍କୁ ମୋର ଏହି ଚ୍ୟାନେଲକୁ ସ୍ୱାଗତ କରୁଛି। ସୁରଭି 2025 ଉପଲକ୍ଷେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ବକ୍ତୃତା ପ୍ରତିଯୋଗିତା ରହିଛି, ଯାହାର ବିଷୟବସ୍ତୁ ହେଉଛି ସମୃଦ୍ଧ ଓଡ଼ିଶା ଗଠନରେ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା। ଏହି ବିଷୟ ଉପରେ ସୁନ୍ଦର ବକ୍ତୃତାଟିଏ ଲେଖିଛି। ତେବେ ଆସନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିନେବା। ସମ୍ମାନନୀୟ ସଭାପତି ମହୋଦୟ, ବିଜ୍ଞ ବିଚାରକ ମଣ୍ଡଳୀ, ମୋର ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ ଓ ଉପସ୍ଥିତ ମୋର ଛୋଟ ବଡ଼ ଭାଇ ଓ ଭଉଣୀ ତଥା ମୋର ପ୍ରିୟ ପ୍ରତିଯୋଗୀ ବନ୍ଧୁଗଣ, ଆଜି ମୁଁ ସମୃଦ୍ଧ ଓଡ଼ିଶା ଗଠନରେ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା ବିଷୟରେ ମୋର ବକ୍ତବ୍ୟ ଉପସ୍ଥାପନା କରୁଅଛି। ଯଦି କହିବାରେ କିଛି ଭୁଲ ଥାଏ ତାହେଲେ ତ୍ରୁଟି ମାର୍ଜନା କରିବେ ବୋଲି ମୋର ବିଶେଷ ଅନୁରୋଧ। ଓଡ଼ିଶା ମୋର ଜନ୍ମଭୂମି, ଓଡ଼ିଆ ଆମର ମାତୃଭାଷା। ଓଡ଼ିଶାର ଐକ୍ୟ, ପରମ୍ପରା ଓ ସଂସ୍କୃତି ସର୍ବଜନ ବିଦିତ। ଖଣିଜ ସମ୍ପଦରେ ଭରପୁର ମୋ ରାଜ୍ୟ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ମନମୁଗ୍ଧକର ଅଟେ। ମୋ ଓଡ଼ିଶାର ପୁରୀ ଜଗନ୍ନାଥ ଧାମ ବିଶ୍ୱବିଖ୍ୟାତ। ଆମ ରାଜ୍ୟ ଓଡ଼ିଶା ଶିକ୍ଷା, ଶିଳ୍ପ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିଚାଲିଛି। ସରକାର 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ପ୍ରତିଜ୍ଞାବଦ୍ଧ। ଦ୍ରୁତ ଶିଳ୍ପାୟନ ଓ ପ୍ରଯୁକ୍ତି କ୍ଷେତ୍ରରେ ପରିପୂର୍ଣ୍ଣ ମୋ ଓଡ଼ିଶା। କିନ୍ତୁ ଆଜି ମଧ୍ୟ ଓଡ଼ିଶାର କେତେକ ଅଞ୍ଚଳ ଅନୁନ୍ନତ ହୋଇ ରହିଛି। ତତ୍ସହିତ ସାମ୍ପ୍ରତିକ ପରିସ୍ଥିତିରେ ଭ୍ରଷ୍ଟାଚାର, ସ୍ୱାର୍ଥବାଦୀ ଚିନ୍ତାଧାରା ସମୃଦ୍ଧ ଓଡ଼ିଶା ଗଠନରେ ବାଧା ସୃଷ୍ଟି କରୁଛି। ଏପରି ସ୍ଥଳେ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ବେଶ ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବ। ଅନେକ ପ୍ରତିବନ୍ଧକ ସତ୍ତ୍ୱେ ମୋ ମାତୃଭୂମି ଓଡ଼ିଶାକୁ ବିଶ୍ୱ ଦରବାରରେ ଶ୍ରେଷ୍ଠ ଓ ସମୃଦ୍ଧ ରାଜ୍ୟରେ ପରିଣତ କରିବା ପାଇଁ ମୁଁ ଦେଖୁଛି ସ୍ୱପ୍ନ। ଛୋଟ ଛୋଟ ପଦକ୍ଷେପ ଅନେକ ସମୟରେ ଆଣିଥାଏ ଏକ ବୈପ୍ଳବିକ ପରିବର୍ତ୍ତନ। ତେଣୁ ମୁଁ ମୋର ଓଡ଼ିଶା ପାଇଁ ଭଲ କାର୍ଯ୍ୟ କରିବାକୁ ଦୃଢ଼ ପ୍ରତିଜ୍ଞାବଦ୍ଧ। ସମୃଦ୍ଧ ଓଡ଼ିଶା ମୋର କେବଳ ଏକ ପରିକଳ୍ପନା ନୁହେଁ, ମୋ ଜୀବନର ବ୍ରତ। ମହାତ୍ମା ଗାନ୍ଧୀଙ୍କ ମତରେ, ଏ ନେସନ୍ ଦ୍ୟାଟ୍ ଫରଗଟ୍ସ ଇଟ୍ସ କଲଚର ଇଜ୍ ଲାଇକ୍ ଏ ଟ୍ରି ୱିଥାଉଟ୍ ରୁଟ୍ସ। ମୁଁ ମୋ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଯଥେଷ୍ଟ ସମ୍ମାନ କରିବି। ଯେଉଁ ଶିକ୍ଷା ଲାଭ କରି ଛାତ୍ରଛାତ୍ରୀ ଦୈନନ୍ଦିନ ଜୀବନରେ ବ୍ୟାବହାରିକ ଜ୍ଞାନର ଅଭିଜ୍ଞତା ହାସଲ କରନ୍ତି, ତାହା ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷାର ଅନ୍ତର୍ଭୁକ୍ତ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ କଲେ ମଧ୍ୟ ଭବିଷ୍ୟତରେ ସେମାନେ ଚାକିରି ନ ପାଇ ବେକାରୀ ଭାବରେ ପରିଚିତ ହେଉଛନ୍ତି। ତେଣୁ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା ଲାଭ କରିଥିବା ଛାତ୍ରଛାତ୍ରୀ ଚାକିରି ନ ପାଇଲେ ମଧ୍ୟ ସେମାନଙ୍କ ପସନ୍ଦର ଅନ୍ୟ କୌଣସି ବୃତ୍ତିକୁ ଆପଣେଇ ରୋଜଗାରକ୍ଷମ ହୋଇପାରିବେ। ଓଡ଼ିଶାର ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ ଓ ରୋଜଗାରକ୍ଷମ କରି ନିଜ ପରିବାର, ସମାଜ ତଥା ରାଜ୍ୟକୁ ସମୃଦ୍ଧ କରି ଗଢ଼ି ତୋଳିବାରେ ଏହି ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା କେବଳ ଏକ ଶିକ୍ଷା ନୁହେଁ, ବରଂ ଏହା ଓଡ଼ିଶାର ସମ୍ପୂର୍ଣ୍ଣ ବିକାଶର ଏକ ଶକ୍ତିଶାଳୀ ଅସ୍ତ୍ର। ଏହିପରି ଶିକ୍ଷା ମାଧ୍ୟମରେ ଓଡ଼ିଶାର ସମୃଦ୍ଧି ଦ୍ରୁତ ଗତିରେ ଆଗେଇ ଚାଲିବ, ଏଥିରେ ଆଦୌ ସନ୍ଦେହ ନାହିଁ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ। ଆଶା କରୁଛି ମୋର ଏହି ସରଳ ବକ୍ତୃତାଟି ଆପଣମାନଙ୍କୁ ପସନ୍ଦ ଆସିଥିବ। ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ ଏବଂ ବେଲ୍ ଆଇକନ୍କୁ ପ୍ରେସ୍ କରିନେବେ। ଧନ୍ୟବାଦ।